जय जगन्नाथ आपण मानक यूट्यूब चैनल को पुणी थे स्वागत। देख आज आम देखा आमर क्लास 4 गणितर क्लास 4 गणित चैप्टर 4 पार्ट 2 है वन देखिए प्लेलिस्ट देखिए देख इस समाधान कर निम्नलिखित संख्या गुड़ी को लक्ष्य कर एवं तुम खातार लिखा आवश्यक स्थल दी जाए चित्र भाया एमती कर तो 45 माने देख 4 10 है 5 1 प्लस 5 1 एमती लिख सेमती यहाँ 3 10 39 3 10 3 10 9 1 है यहाँ सेमती 3 10 5 1 है एमती सब यहाँ लिख लिख जी गोटे गोटे है देख तापर लिख घटा देख घटा देख हम 8 10 6 1 है एमती लिख देन जीवा वन टा देख कौन कही 10 10 है 1 1 ता माने एमती लिखे 10 10 1 1 10 10 माने 100 है 10 10 माने लिख 100 है प्लस है 1 1 1 1 माने है बा यहाँ 0 10 लिखिपर है गोटे लिखिदेव 0 10 0 10 1 1 ता माने 1 0 1 है तापर देख एटा लिख 15 10 है 15 10 आउ 23 1 देछि कि नहीं 15 10 23 1 माने 15 10 15 10 माने देख केते करियो 10 10 बोले 100 होतला 15 10 माने तमे ए टाइप रो लिखियो देख केम लिखियो 15 हाँ 15 10 प्लस केते 1 23 1 देछि कि नहीं तो यहाँ लिखिदेव तो यहाँ डायरेक्ट लिखिदेव 150 23 मैंने के 100 है 50 को 70 3 73 है 173 डायरेक्ट एमती लिख यहाँ देख 34 10 प्लस 12 1 ताने यहाँ को लिख 34 10 माने 340 प्लस 12 1 बोले 12 है मैंने के 352 ठीक अच्छे तापर देख यहाँ देला 19 10 19 10 मिशाण 10 1 ताने यहाँ हम 19 10 माने 190 हो प्लस 10 यहाँ हम 200 तापर देख नेक्स्ट देला 200 200 प्लस 13 10 है प्लस 7 1 एम देना तो यहाँ को लिख 200 है 13 10 देछि प्लस 7 माने देख 200 माने 200 मिशाण 13 10 माने 13 10 माने केते 130 मिशाण 7 1 7 है केते कर 200 300 330 ये 7 37 337 आसो उत्तर ठीक अच्छे नेक्स्ट जी तापर तुमको देला 1000 पर संख्या है 1000 देखुच 1 10 एपट आड़ गण है 7 1000 1000 है तो पर संख्या देखिए देख 10 आधार बक्स है यहाँ कौन डायनस ब्लॉक है डायनस ब्लॉक तो संख्या का ये आम संख्या लिखुचे यहाँ देख गोटा को 1 लिखुचे 10 टा को 10 है तापर 100 टा को 100 1000 टा को 1000 एमती लिखुचे है तो देख आम डायनस ब्लॉक बदल रे संख्या कार्ड व्यवहार कर डायनस माने ब्लॉक को बदल रे आम कौन करिया संख्या कार्ड को लेकिन देख ये देखले बुझी पारिबो
ଶହେ 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 କେତେଟା ଶହେ ଅଛି ଦୁଇଟା ଚାରିଟା ଛଅଟା ଆଠଟା ଦଶଟା ଅଛି କେତେଟା ଅଛି ଦଶଟା ଅଛି ହେଲା ଦଶଟା ମାନେ କେତେ ହଜାର ହେଇଗଲା ଦଶଟା ମାନେ କେତେ ହେଇଗଲା ହଜାର ହେଇଗଲା ତ ହଜାର ଜାଗାରେ ଏକ ଲେଖିଦେଲ ତାପରେ ଦେଖ ଏଠି ଏକ ଅଛି ନା ତ ଏକକ ଜାଗାରେ ଏକ ଲେଖିଦେବ ଆଉ ବାକି ଦୁଇଟା ଯେଉଁ ଜାଗା ଅଛି କିଛି ନାହିଁ ତାମାନେ ଶୂନ ଶୂନ ପକାଇଦେବ ତାମାନେ 1001 ବୁଝିପାରିଲ ନେକ୍ସଟ ଦେଖ 1000 ପ୍ଲସ୍ 0 ପ୍ଲସ୍ 0.10 ପ୍ଲସ୍ 1 ଏଇଟା ହେଉଛି 1001ଟାକୁ ଏମିତି ଲେଖିପାରିବ ଏଇଟା କ'ଣ ନା ବିସ୍ତାରିତ ରୂପ ବୁଝିପାରିଲ ନେକ୍ସଟ ତାପରେ ଏଠି ତମକୁ ଦେଲା ନିମ୍ନ ସାରଣୀକୁ ଦେଖ ଆଉ ଶୂନ୍ୟ ସ୍ଥାନ ପୂରଣ କର ତ ଦେଖ ଏଠି 1000 ପ୍ଲସ୍ 1 1000 ପ୍ଲସ୍ 1 ତାମାନେ ଏଇଟାକୁ କେମିତି ଲେଖିବେ ଦେଖ 1 ଏଠି 0 ଶତକ ଜାଗାରେ 0 ଅଛି ଏଇଟା ଆସିଲା କେତେ 1001 ତ 1001 ଏମିତି ଲେଖିବ ହେଲା ସଂଖ୍ୟାର ନାମ ଲେଖିବ 1000 1001 ଲେଖିପାରିବ ସେମିତି ସବୁ ଜାଗା କରିବା ଚାଲ ବର୍ତ୍ତମାନ ଏଇଟା କେତେ ହେବ 1002 ତାମାନେ 1000 ପ୍ଲସ୍ 2 ଏଇଟା 1000 ପ୍ଲସ୍ 3 1000 ପ୍ଲସ୍ 5 ଅଛି ତ 5 ଲେଖିବ ତାପରେ 1000 ପ୍ଲସ୍ 10 ହେଲା ଏମିତି ଲେଖିବ ହେଲା 1000 ପ୍ଲସ୍ 100 ଏଇଟା ସେମିତି ସବୁ ଜାଗା ଲେଖିକି ଯିବ ଦେଖ ଉତ୍ତର ଆମେ କରିବା ହେଲା ଏଇଟା ଯଦି 1002 କି ଲେଖିବା ତ 1002 ତ ଏଇଟା ହେବ ଲେଖିବା 1000 ହେଲା 2 ହେଲା ତ ଦେଖ ସବୁ ଜାଗା ମୁଁ ଲେଖି ଦେଉଛି ତ ଏଭଳିଆ ତମେ ଲେଖିଦେବ ବୁଝିପାରୁଛ ଦେଖୁଛ କେମିତି ମୁଁ ଲେଖିଛି ଏଭଳିଆ ତମେ ନିଶାନ କରିକି ଲେଖିଦେବ ବିସ୍ତାରିତ ଆକାରରେ ଲେଖିବ ନେକ୍ସଟ ଯିବା ନେକ୍ସଟ ଦେଖ ଏଇଟା କରିବା ତ ଏଇଟା କେମିତି ହେଲା ଦେଖ ଏଇଟା 1000 କୁ 1000 ଲିଖିଦେଲି ତାପରେ 10 କେତେଟା ଅଛି ଗୋଟେ ଦୁଇଟା ତିନିଟା ଅଛି ତ ତିନିଟା 30 ଲିଖିଦେଲି 10 10 30 ଇଏ 1 କେତେଟା ଅଛି 8ଟା ଅଛି ତେଣୁକରି 8 ଲେଖିଲି ଏମିତି କରିଦେଲା ପରେ ତମେ କେତେ ଆସିବ 1000 ପ୍ଲସ୍ 30 ପ୍ଲସ୍ 8 1038 1038 1038 ମାନେ 1038 ସେମିତି ଏଗୁଡ଼ା ସବୁ ଯାକ କରିବା ଦେଖ ତ ଏଇଟା ଏଭଳିଆ ଲେଖିବ ଦେଖିପାରୁଛ ଏଇଟା ଯେମିତି କଲ ଏଇଟା ବି ସେମିତି କରିବ ଦେଖ 1000 ହେଲା 100 100 200 300 400 400 ପ୍ଲସ୍ 1 ଦୁଇଟା ଅଛି 2 ମାନେ 1402 ଏମିତି ଲେଖିବ ତାପରେ ଏଇଟା ଦେଖ 1000 ଗୋଟେ ଅଛି 100 1 2 3 4 5ଟା ଅଛି 500 ହେଲା 500 ପ୍ଲସ୍ 10 କେତେଟା 1 2 3 30 ହେଲା 1530 ଲେଖିଦେଲ ତାପରେ ଏଇଟା ବି ସେମ୍ ଜିନିଷ କରିବ ହେଲା ବୁଝିଗଲେ ନେକ୍ସଟ ଯିବା ଦେଖ ବର୍ତ୍ତମାନ ଏ ଦୁଇଟା ଦେଖିବା ଦେଖ 6000 ମୁଁ କାହିଁକି ଲେଖିଲି ଦେଖ 1000 ଜାଗାରେ କେତେଟା 1000 ଅଛି ଗୋଟେ ହେଲା ଦୁଇଟା ତିନିଟା ହେଲା ଚାରିଟା ପାଞ୍ଚଟା ଛଅଟା ଅଛି ତେଣୁକରି 6000 100 କେତେଟା ଅଛି ଗୋଟେ ଦୁଇଟା ତିନିଟା ଚାରିଟା ପାଞ୍ଚଟା ହେଲା 6ଟା ଅଛି ତେଣୁକରି 600 ତାପରେ 10 କେତେଟା ଅଛି ଦେଖ 1 2 3 4 5 6 10 6ଟା ଅଛି 10 6 10 60 କରିଦେଲି ପ୍ଲସ୍ 1 କେତେଟା ଅଛି ଗୋଟେ ଦୁଇଟା ତିନିଟା ଚାରିଟା ପାଞ୍ଚଟା 6ଟା ତ 6 ଲେଖିଲି ତ 6600 ହେଲା 660 66 ହେଲା 6666 ଲେଖିଦେଲି ହେଲା ଏଇଟା ସେମିତି ଦେଖ 1000 କେତେଟା ଅଛି ଗୋଟେ ଦୁଇଟା ତିନିଟା ଚାରିଟା ପାଞ୍ଚଟା 6ଟା 7ଟା 8ଟା ଆଉ ଗୋଟେ କୋଉଠି ଛାଡ଼ିଦେଲି ଏଠି 9ଟା ହେଲା 9000 ଲେଖିବ ପ୍ଲସ୍ 100 ଜାଗାରେ କିଛି 100 ନାହିଁ ତେଣୁକରି 0 ଲେଖିଦେବ ଆଉ 10 ଜାଗାରେ କେତେଟା 10 ଅଛି ଦେଖ 1 2 3 4 5 6 ହେଲା 7 8 9 9ଟା ତେଣୁକରି 90 ଲେଖିଦେଲି ପ୍ଲସ୍ 1 ଜାଗାରେ କିଛି ନାହିଁ 0 ଲେଖିଦେଲି 9990 ସରି 9990 9090 ତ 9090 ଲେଖିବ ଏମିତି ଲେଖିବ ବୁଝିପାରିଲ ନେକ୍ସଟ ଯିବା ନେକ୍ସଟ ଦେଖ ସଂଖ୍ୟା ଗୁଡ଼ିକୁ ଊର୍ଦ୍ଧ୍ୱକ୍ରମ ବା ଅର୍ଦ୍ଧକ୍ରମରେ ସଜାଇ ଲେଖ ହେଲା 1027 1028 ତାପରେ 1029 ତାପରେ 1029 ହେଇଯାଇଛି 30 ସରି ଏଟା ଟିକେ ଦେଖ 1030 ତାପରେ 1031 1032 1033 1034
4 ଏମିତି ଲେଖିବ। ଠିକ୍ ଅଛି। ଖଟା ଦେଖ 2008 2009 ଦେଇଛି, ତାମାନେ ଏଇଟା ଗୋଟେ କମେଇ ଦିଅ 2007 ହେଇଯିବ। ଏଇଟା ବଢ଼େଇ ବଢ଼େଇ ଯିବ ଗୋଟେ ଗୋଟେ 2010 2011 2012 2013 ହେଲା 2014 ଏମିତି ଲେଖି ଲେଖି ଯିବ। ବୁଝିଲେ? ନେକ୍ସଟ ଯିବା, ନେକ୍ସଟ ଦେଖିବା। ବର୍ତ୍ତମାନ ଏଇଟା ଦେଖିବା। ଦେଖ ଗୋଟାରେ ଦେଖ ଏପଟ ଆଡ଼ୁ ହେଲା 4893 4892 କମେଇ କମେଇ ଆସିଛି। ଏଟା ବି ସେମିତି କମେଇ ଦିଅ 4891 4890 ହେଲା 4800 ହେଲା 89 ହେଲା ତାପରେ 4888 ହେଲା 4800 ଚାରିଟା 4887 ଗୋଟେ ଗୋଟେ କମେଇଛି ହେଲା 4886। ତାପରେ ଏଇଟା ଦେଖ 8003 8002 ଏଇଟା 8001 8000 ହେଲା ତାପରେ 8000 7900 ହେଲା 99 ଠିକ୍ ଅଛି 7998 ଠିକ୍ ଅଛି ତାପରେ 7997 ତାପରେ 7904 ଏମିତି କରିବ ହେଲା। ନେକ୍ସଟ ଯିବା ଖେଳିବା। କ'ଣ ଦେଇଛି ଖେଳିବାକୁ? ସ୍ଥାନୀୟ ମାନ ସିଡ଼ି ତିଆରି କରିବା ଲେଖିବା। ସଂଖ୍ୟାକୁ ସୂଚନା ଅନୁସାରେ ବଢ଼େଇବା ବା କମେଇବା। ଦେଖ 1895 ସଂଖ୍ୟାକୁ 1 ବଢ଼ାଅ 1 ବଢ଼ାଅ କହିଛି ତ 1 ବଢ଼େଇବା ତ କେତେ ହେବ 1895ରେ 1 ମିଶେଇବା ତା ମାନେ ଏକ ଘରରେ ଏକ ଘର ଆଉ ଗୋଟେ ବଢ଼େଇବା ତା ମାନେ 1896 ହେଲା। ତାପରେ ଏଇଟା ଦେଖ 2785 ସଂଖ୍ୟାକୁ 10 ବଢ଼ାଅ ଦେଖ ଏମିତି ବଢ଼େଇବ 2785ରେ 10 ଏଡ୍ କରିବ 10 ମାନେ 10 ଘର ବଢ଼ିବ ହେଲା 10 ଘର ଆଉ ଗୋଟେ ବଢ଼ିବ ତା ମାନେ କେତେ ହେବ 27 10 ଘରଟା ହିଁ ବଢ଼ 8 ଜାଗାଟା 9 ହେବ ହେଲା ଆଉ 5 କୁ 5 ଯେମିତି ଥିଲା ସେମିତି ହେଲା ବୁଝିଲ। ତାପରେ ନେକ୍ସଟ ଦେଖ 3 3 ହେଲା 6 9 3 3 6 9 ସଂଖ୍ୟାକୁ 2 କମାଅ ମାନେ ଫେଡ଼ିବ 9 2 ଗଲେ ଦେଖ ଏକ ଘରୁ ଏକ ଘର ଫେଡ଼ିବ 9 2 ଗଲେ 7 ଆଉ ଯେମିତି ସେମିତି ରହିବ ସବୁ ଯାକ 6 ଏଠି 3 3 ଯାହା ଥିଲା ସେମିତି ରଖିଦେବ ହେଲା। ତାପରେ ଏଇଟା ଦେଖ 5 6 ହେଲା 4 8 ସଂଖ୍ୟାକୁ 10 କମାଅ ମାନେ ଫେଡ଼ିବ ଦେଖ 10 ଘର 10 ଘରେ 1 ଅଛି ମାନେ 10 ଘରୁ ଗୋଟେ କମିଯିବ ଦେଖ 5 6 4ଟା 3 ହେଇଯିବ ଆଉ ବାକି 8 କୁ 8 ରହିବ ବୁଝିଗଲେ। ତାପରେ ଏଇଟା ଦେଖ 6 4 8 7 ସଂଖ୍ୟାକୁ 20 ବଢ଼ାଅ 20 ବଢ଼ାଅ ମାନେ 20 ମିଶେଇବ କେଉଁ ଘରଟାରେ ବଢ଼ିବ 2ଟା ବଢ଼ିବ 10 ଘର ତା ମାନେ 6 4 8 2 10 ହେଇଯିବ ତା ମାନେ ଏଇଟା ଦେଖ ଏଇଟା କେମିତି କରିବ ଏଇଟା ଏଡ୍ କଲେ ଏପଟ ଆଡୁ କରି ଯିବ ହେଲା। ଦେଖ ଆର ଏକ ଘରୁ ଏକ ଘର ମିଶେଇବ 7 କୁ 7 ଲେଖିଦିଅ ହେଲା 7ରେ 0 ମିଶେଇଲେ 7 8ରେ 2 ମିଶେଇଲେ 10 ହେଇଗଲା 0 ରଖି ଏପଟକୁ 1 ଆଣିବ ହେଲା ଏଠି 1 ତା ମାନେ 4 1 5 ହେଇଗଲା ତାପରେ ଏଇଟା 6 କୁ 6 ବୁଝିଗଲା 6 5 0 7 ଆସିବ। ଆଚ୍ଛା ବଢ଼ିବାକୁ ସରି ଏଇଟା ତୁମର କମିବାକୁ ଦେଇଛି ହେଲା ବଢ଼ିବାକୁ କମେଇବାକୁ ଦେଇଛି ଏଇଟା କମେଇ ହେଲା ଦେଖ କମେଇ ଦେଉଛି 20 କମେଇବାକୁ ଦେଇଛି ତ 6 4 8 7ରୁ 20 କମେଇବ ତା ମାନେ 7ରୁ 0 ଗଲେ 7 ଏଇଟା 8ରୁ 2 ଗଲେ 6 ହେଲା 4 ଏଇଟା 6 ହେଲା ଏମିତି କମେଇବ 6 4 6 7 ଆସିବ ନିଶ୍ଚିତ ଆସ ଚିନ୍ତା କରି ଲେଖିବା। ଦେଲା ରାମ 7000 4 ଏକକକୁ 724 ଲେଖିଲା ଏହା ଠିକ କି ନା ଏଟା କ'ଣ ଭୁଲ ତ ଠିକଟା କ'ଣ ହବ ଠିକଟା ବି ଲେଖିବ ଠିକ କ'ଣ ହବ ଠିକ ହବ 7 ହେଲା 0 2 4 ହେଲା ଏମିତି ହବ ଉତ୍ତର ତାପରେ ଠିକ ଉତ୍ତରଟା ଏଇଠି ଲେଖିଦବ ହେଲା 7 0 2 4 ଏଠି ଦେଇଛି ଏଠି ଉତ୍ତର ଲେଖିଦବ ହେଲା। ତାପରେ ଦେଖ ଲିମା 5600 ଏକକକୁ 563 ଲେଖିଲା ଏହା ଠିକ କି ଏଟା ବି ଭୁଲ ଠିକ ଅଛି ଠିକଟା କ'ଣ ଲେଖ ଠିକଟା ଲେଖିବ 5 6 0 ହେଲା 3 ହେଲା ଏତିକି ଲେଖିବ ବୁଝିପାରିଲ। ତାପରେ ନେକ୍ସଟ ଯିବା ନେକ୍ସଟ କ୍ୱେଶ୍ଚିନକୁ ତାପରେ ନେକ୍ସଟ ଦେଖ ସଂଖ୍ୟା ରେଖା ହେଲା ତ 1 ନମ୍ବର ଦେଲା ନିମ୍ନରେ ଦିଆଯାଇଥିବା କୋଉ ସଂଖ୍ୟା ଗୁଡ଼ିକୁ
2226 और 3226 ମଧ୍ୟରେ ଅଛନ୍ତି। ଠିକ ଉତ୍ତରରେ ଗୋଲ ବୁଲା। ଆଚ୍ଛା 2226 ଆଉ 3226 ଭିତରେ କୋଉଟା ଆସିବ? 3300 ତ ଆସିବନି ହେଲା, 3236 ଆସିବନି କାରଣ ବଡ଼ ହେଇଯାଉଛି 3226, ଏଇଟା ବି ଆସିବନି। 2236 ଆସିବ, ଏଇଟା ଆସିବ ହେଲା। ତାପରେ 2216 ଏଇଟା ଆସିବନି। ତାପରେ 3126 ଏଇଟା ଆସିବ ହେଲା, 3126 ଆସିବ। ତାପରେ 3216, 3216 ବି ଆସିବ ହେଲା। ତା ମାନେ କୋଉଟା କୋଉଟା ବୁଲେଇବ? ଏଇଟାକୁ ବୁଲେଇବ, ଏଇଟାକୁ ବୁଲେଇବ, ଏଇଟାକୁ ବୁଲେଇବ, ତିନିଟା ଯାକ ଗୋଲ ବୁଲେଇବ, ବୁଝିଲା। ତାପରେ ଦେଖ ନେକ୍ସଟ ଦେଖ 2 ନମ୍ବର, ସୂଚନା ଅନୁଯାୟୀ ଉତ୍ତର ଲେଖ। କ ନିମ୍ନ ସଂଖ୍ୟା ରେଖାରେ 1001 1038 ସଂଖ୍ୟାକୁ ଚିହ୍ନିତ କରାଯାଇଛି। ସେହି ସଂଖ୍ୟା ରେଖାରେ 1043 ଓ 1069 ଆଉ 1084କୁ ସୂଚିତ କର। ଆଚ୍ଛା 1000 ଦେଖ 1001 ମାନେ ତା ପର ସଂଖ୍ୟାଟାକୁ ଲେଖା ହେଇଛି, 1000 ପର ସଂଖ୍ୟାକୁ ସେଠି ଚିହ୍ନିତ କରାଯାଇଛି, ଏଠି କରାହେଇଛି। ତାପରେ 1038 ମାନେ ଏଇ ପାଖାପାଖି କରାହେଇଛି। ତା ମାନେ ଏବେ ତମକୁ କହିବାକୁ ଅଛି 1043 ମାନେ 40 ପରେ ଆସିବ ତିନିଟା, ତିନିଟା ମାନେ ଏଇଠି ଆସିବ, କୋଉଟା ଆସିବ? ଏଇଠି ଆସିବ ହେଲା, 1043 ହେଲା। ତାପରେ 1069 ମାନେ 70 ପାଖାପାଖି ଆସିବ, ତାମାନେ ଏଇଠି ଲେଖିବ 1069 1069 ହେଇଗଲା। ତାପରେ 1084 ମାନେ ଏଇଠି ଆସିବ, 80 ପରେ ଆସିବ 1084 ହେଇଗଲା, ଏମିତି ଲେଖିଦବ। ଠିକ ଅଛି, ନେକ୍ସଟ ଯିବା। ନେକ୍ସଟ ସୂଚିତ କରିବା କଟା ଦେଖ, ନିମ୍ନରେ ଦିଆଯାଇଥିବା ସଂଖ୍ୟା ଗୁଡ଼ିକୁ ସଂଖ୍ୟା ରେଖାରେ ଚିହ୍ନିତ କରିବାକୁ କହିଛି। ତ ଏଟା 2025 ମାନେ କୋଉଠି ଆସିବ? ଏଇଠି ଆସିବ 2025, 400 ହେଲା, 2025 ଦେଖ କୋଉଟା ଆସିବ? ତ ତମକୁ ଏବେ 2025 ଟାକୁ 2025 ଟା ଏଇଠି ହବ, କୋଉଟା ହବ? ସରି ଟିକେ 2025 2025 ହେଲା ହେଲା। ତାପରେ କହୁଛି 2080 ଟା କୋଉଠି ହବ? ଏଇଠି ହବ, 2080 ଟା ଏଇଠି ହବ, 20 ହେଲା 80 ହେଲା। ତାପରେ ତମର ଦେଇଛି କେତେ ଦେଇଛି? 2175, 2175 ଟା କୋଉଟା ହବ? 2175 ଟା ଏଇଠି ହବ ହେଲା, 2175 ସରି 175 ଟିକେ କଟା ମିଟର 175 ହେଲା। ତାପରେ ଆଉ କଣ ଦେଇଛି? ତମର ଆସିବ 2245, 2245 ଟା କୋଉଟା ଆସିବ? ଏଇଠି ଆସିବ, ଏଇଠି 2245, 2245 ହେଲା। ତାପରେ କଣ ଦେଇଛି? 2295, 2295 କୋଉଟା ଆସିବ? ଏଇଠି 2300 ପାଖରେ ଆସିବ, ଏଇଠି ଆସିବ 2295 ହେଲା। ତାପରେ କଣ ଅଛି ତମର? ତାପରେ 2310, 2310 ଟା ଏଇଠି ଆସିବ, এই ପାଖରେ ଆସିବ 2310, 2310 ହେଲା। ତାପରେ କଣ ଅଛି? ତମର ଆସିବ 2390, 2390 ଆସିବ 24 ପାଖରେ ହେଲା, 2390 ହେଲା। ତାପରେ କଣ ଅଛି? 2430, 2430 ଟା ଏଇଠି ଆସିବ ହେଲା, 2430। ତାପରେ ଏଇଟା ଆସିବ କଣ ଦେଇଛି? 2460, 2460 ଟା ଆସିବ ଏଇଠି 2460 ହେଲା, ଏମିତି ଲେଖିଦବ। ତାପରେ ଗଟା ଦେଖିବା, ଗଟା ଦେଖ ଦେଲା ନିମ୍ନରେ ଦିଆଯାଇଥିବା ସଂଖ୍ୟା ଗୁଡ଼ିକୁ ସଂଖ୍ୟା ରେଖାରେ ଚିହ୍ନିତ କରିବାକୁ। ତାପରେ ଦେଖ ଏଇଟା ଦେଇଛି ଗଟା, ନିମ୍ନରେ ଦିଆଯାଇଥିବା ସଂଖ୍ୟା ଗୁଡ଼ିକୁ ସଂଖ୍ୟା ରେଖାରେ ଚିହ୍ନିତ କରିବାକୁ। 5000 ହେଲା, 512, 5512 ଟା ଦେଖ 5525 ଅଛି ମାନେ ଏଠି ରହିବ ବାଧ୍ୟରେ, ମଝିରେ ରହିବ, କେତେ ରହିବ? 5512 ହେଲା। ତାପରେ ଦେଇଛି 5548, 5008 ମାନେ 50 ତଳକୁ ରହିବ, ତା ମାନେ ଏଇଠି ରହିବ 5548। ତାପରେ ତମର ଦେଲା 5590, 90 ମାନେ ଏଇଠି 5600 ତଳକୁ ରହିବ,
ତା ମାନେ 5000 ହେଲା 590 লিখিଦେବ ଏଠି। ତାପରେ 5636 5636 ମାନେ ଏଇଠି ରହିବ 50 ଭିତରେ ରହିବ। ତା ମାନେ ଏ লিখিଦେବ 5636 ହେଲା। ତାପରେ ଦେଇଛି 5673 5673 ଟା ରହିବ ଏଇଠି 5673 ହେଲା। ତାପରେ ରହିବ 5695 95 ଟା କୋଉଠି ରହିବ ଏଇଠି ରହିବ। ଏଇ 5600 ପାଇଛି ତା ମାନେ ଏଇଠି ରହିବ 5695 5695 ଏମିତି লিখিଦେବ ହେଲା। ଠିକ ଅଛି ନେକ୍ସଟ ଯିବା ଘଟାକୁ। ନିମ୍ନ ଦିଆଯାଇଥିବା ସଂଖ୍ୟା ଗୁଡ଼ିକୁ ସଂଖ୍ୟା ରେଖାରେ ଚିହ୍ନିତ କରିବାକୁ ପଡୁଛି। ତ ଦେଖ 8679 8679 ମାନେ ତମର ରହିବ 8090 8000 লিখিବାକୁ ପଡିବ ହେଲା। ତମର ଲେଖିଦେବା ଫାଷ୍ଟ। ବର୍ତ୍ତମାନ ଆମେ ଚିହ୍ନିତ କରିବା ଲେଖିଦେଲେ ତାପରେ ଚିହ୍ନିତ କରିବା। ତ 8000 କେତେ କହିଛି 669 669 ମାନେ ଏଇଠି ରହିବ ପାଖାପାଖି ରହିବ 8000 ଟିକେ 8679 ହେଲା। ତାପରେ ଦେଇଛି 8990 8990 ମାନେ ଦେଖ ଏଇଠି ରହିବ 8990 ହଁ 990 ଟା ରହିବ ତମର ଏଇଠି ରହିବ 8900 ହେଲା 90 ହେଲା। ତାପରେ ତମର ଦେଇଛି 8923 8923 ଟା କୋଉଠି ରହିବ ଦେଖ 8900 ହେଲା 8923 ଏଇଠି ରହିବ ହେଲା। ଏପଟକୁ ରହିବ 8923 ହେଲା। ତାପରେ ତମର ରହିଛି 8763 8763 ଟା ତମର ରହିବ 8700 ଆଉ 8800 ମଝିରେ ରହିବ। ତା ମାନେ 8000 ଏଇଠି ରହିବ 8000 କେତେ 763 ଏମିତି ଲେଖିଦେବ। ତାପରେ ନେକ୍ସଟ ଯିବା। ତାପରେ ଦେଲା ଆସ ଖେଳିବା। ବିଭିନ୍ନ ସଂଖ୍ୟା ତିଆରି କରିବାକୁ ତୀର କାର୍ଡ ବ୍ୟବହାର କର। ବହିର ଶେଷରେ ଦିଆଯାଇଛି ତୀର ବ୍ୟବହାର କରି ନିମ୍ନ ଭଳି ସଂଖ୍ୟା ଗଠନ କର। ସଂଖ୍ୟାକୁ ଉଚ୍ଚ ସ୍ୱରରେ ପଢିବ ଆଉ ବିସ୍ତାରିତ ରୂପରେ ଲେଖିବ। ଦେଖ 3000 1000 ଜାଗାରେ ଗ୍ରୀନ ରେ କରାହେଇଛି ଆଉ 100 ଜାଗାକୁ ରେଡ ରେ ଆଉ ଆମର ଦଶକ ଜାଗାକୁ ନୀଳ ହେଲା ଆଉ ଏକ ଜାଗାକୁ ରେଡ ରଙ୍ଗ କଲର ହେଲା ହେଲା। ଏଟା ଲାଲ କଲର ଏଟା ପୁରା ରେଡ ପିଙ୍କ କଲର ଟା ହେଲା। ତ ଦେଖ ଲକ୍ଷ୍ୟ କର ସମସ୍ତ କାର୍ଡର ତୀରପଟ ମୁଣ୍ଡ ଗୁଡ଼ିକ ଗୋଟିଏ ଧାଡ଼ିରେ ଅଛି। ଗୋଟେ ଧାଡ଼ି ଏପଟକୁ ଅଛି ସବୁ ଏପଟକୁ ଅଛି ମୁହଁ କରିକି ଠିକ ଅଛି କି ନାହିଁ। 3400 ହେଲା 50 ତାପରେ 2 ଏମିତି ସବୁ ତୀର କାର୍ଡକୁ ଆମେ କେମିତି ଲେଖିବା 3452 ବୋଲି ଲେଖିବା। ଏଟା ସେମିତି 4085 ବୋଲି ଲେଖିବା ହେଲା। ବୁଝିପାରିଲ। ତ 3 4 5 2 ର ସଂଖ୍ୟା ନାମ ହେଉଛି 3452 4085 ର ସଂଖ୍ୟା ନାମ ପାଇଁ କୋଉ ତୀର କାର୍ଡ ବ୍ୟବହାର କରିବ ହେଲା ଆବଶ୍ୟକ। ଏହା ସଂଖ୍ୟାର ବିସ୍ତାରିତ ରୂପ ସଂଖ୍ୟା ନାମ ଲେଖ। ତ ଦେଖ 40 ସଂଖ୍ୟା 8 ପାଇଁ କେଉଁ ତୀର କାର୍ଡ ବ୍ୟବହାର କରିବ। କୋଉ ତୀର କାର୍ଡ 4000 ଗୋଟେ 80 ଗୋଟେ ଆଉ 5 ଗୋଟେ ତା ମାନେ 4085 ଲେଖିବ। ତ ଏଟାର ସଂଖ୍ୟା ନାମ ଲେଖିଲେ ସଂଖ୍ୟା ନାମ କଣ ଲେଖିବ ବିସ୍ତାରିତ ରୂପ କର। ବିସ୍ତାରିତ ରୂପ କଲେ 4000 ହେଲା ମିଶାଣ 80 ହେଲା ଆଉ 7 ଜାଗା ନାହିଁ ତା ମାନେ ଏଠି 0 ଲେଖିଦେଲେ ହବ। ତାପରେ 80 ମିଶାଣ 5 ତା ମାନେ ଏଟା ହବ 4085 4085 ବୋଲି ଲେଖିବ। ଏଟା 4085 ହେଲା ଏମିତି ଲେଖିଦବ ବୁଝିଲା। ତାପରେ ଦେଖ ନେକ୍ସଟ ଯିବା। ତାପରେ ଦେଲା ତମକୁ ମତେ ଖୋଜ ସଂଖ୍ୟା ଗୁଡ଼ିକୁ ଉଚ୍ଚ ସ୍ୱରରେ ପଢିବ ଆଉ ଗ୍ରେଡ ମଧ୍ୟରେ ସଂଖ୍ୟାକୁ ସୂଚାଇବ ହେଲା। ତ ଦେଖ ଏଠି ଦେଲା
संख्या नाम देला 3782 3782 लिखा है तापर 2576 देख 2576 कौट अच्छे देख तो तुम 2576 देती एटा तो हो जाए दुईटा देख 2576 तो यहाँ देख 2000 ये अच्छे है 576 यहाँ हम तापर तीन देख गोटे 4 अंक विशिष्ट संख्या जार प्रत्येक अंक सामान सब अंक जहाँ सामान ताने ये कौटे देख ये कौटे अच्छी ये अच्छे देख 2 2 2 2 है सब अंक सामान है तो ये लिखी दूचे है 2 5 है 7 6 यहाँ हम 2 2 2 2 है तापर 4 यही ग्रिड रे थिबा 4 अंक विशिष्ट क्षुद्रतम संख्या को लेख यही ग्रिड रे थिबा 4 अंक विशिष्ट क्षुद्रतम संख्या कौटा अच्छी देख सब क्षुद्रतम तो उत्तर तुम रही 1 2 है 3 4 1 2 3 4 ये अच्छे है तापर देख नेक्स्ट यही ग्रिड रे थिबा 4 अंक विशिष्ट बृहत्तम संख्या सब बड़ संख्या कौटा ए भितर अच्छी लेख बोली कही तो यहाँ हम 5000 तो अधिक अच्छी कि देख 5720 यहाँ है सब बड़ लिखिद 5720 है तापर देख नेक्स्ट देख 5000 तो এটা দেখ सबुठ सान कही जो এটা तुम लिखि दियो 1008 এটা लिख 1 है 008 है यहाँ हम पुनः हम कहल यहाँ हम तुम कौ उत्तरटा 4 उत्तरटा 4 हाँ तापर देख सब सान हाँ तो ये देख गोटे संख्या जहाँकि 5000 बड़ 5200 सान है तो यहाँ कौटा हम देख ये भितर अच्छे 5 0 ना 1 0 5000 टू बड़ 5000 यहाँ हम उत्तर 5 0 1 0 है 1 0 तापर देख 7टा 5600 और 6300 मध्यवर्ती 5600 और 6300 यहाँ कौटा हम देख तो यहाँ तुम लिख 5600 और 6300 मध्यवर्ती यहाँ हम 5000 ना 653 5653 5653 है यहाँ हम उत्तर तापर देख गोटे 4 अंक विशिष्ट संख्या पाइपर जार समस्त अंक गुड़िक लुडु गोटे थाए सब अंक लुडु गोटे यहाँ हम 1 2 3 4 1 2 3 4 1 2 3 4 यहाँ हम आर उत्तर बुझल नेक्स्ट तापर देला देख आस समाधान करवा संख्या गुड़ी को चिन्हिकी टेबुल रे लिखा 1 1 1 10 1 100 1 1000 संख्या कार्ड व्यवहार करवा देख 6 10 22 1 6 10 22 1 तो यहाँ कौन करने लिखा है देख कमी लिखाई भितर लिख तो देख कमी यहाँ कराई गोटे कराई देख 6 10 6 10 मान के 60 है प्लस 22 1 प्लस 22 है 1 है 22 1 मान 22 60 20 80 2 82 है 82 की विस्तारित कर 82 है कि नहीं तो 82 की आम लिखा मैंने 1000 जगह 0 आइला 70 जगह 0 आइला 10 जगह 8 लिखा ये 8 टाक 10 जगह लिखा ये 2 टाक 1000 लिखा मैंने 82 बुझे तो ये देख आउ गोटे कले जना पड़ 4 10 मान 40 प्लस 12 प्लस 12 40 10 50 2 52 52 आइला 52 आसला माने ये 5 लिख ये 2 लिख तो ये 0 ये कि ना मैंने 0 0 तो ये 52 लिख बुझला तापर यहाँ देख 300 माने 300 प्लस 14 10 माने 14 10 माने 140 है 14 10 माने 140 प्लस 8 1 माने 8 तो मिसई दिए सब जा 300 448 448 तो ये लिखिदेव यार लिख है 4 4 4 4 8 माने ये कि मैंने 0 है बुझीगला तापर यहाँ देख 1200 माने 1200 प्लस
18 10 ମାନେ 18ଟା 10 ମାନେ 180 10 2 1 ମାନେ 2 ଶହେର ମିଶେଇ ଦିଅ। ଏକ ଘରେ 2 ଘର ମିଶେଇ 10 ଘର 8 ଏଇଟା 7 ଘର ମିଶେଇ 2 କି 1 3 1 ହେଲା 1 3 8 2 ତ 1 3 8 2 ହେଲେ 1 3 8 2 ହେଲା ତ 1 3 8 2 ହେଲା। ତାପରେ ଦେଖ 1000 ମାନେ 1000 ଲେଖିଦବ ପ୍ଲସ୍ 500 ମାନେ 5 ଦୁଇଟା ଶୂନ ତାପରେ 10 10 ମାନେ 10 ପ୍ଲସ୍ 17 ହେଲା ତା ମାନେ ଏଇଟା ମିଶ ଏକ ଘର ଯାକ ମିଶ 7 0 0 ମାନେ 7 ଏଇଟା ଅଛି 10 ଘର 1 1 2 2 ଏଇଟା 7 ଘର ଦେଖ 5 1 1 5 2 7 1 5 2 7 1 5 2 7 ଏମିତି ଲେଖିଦବ। ଏ ଦେଖ ଏଇଟା 10 10 କହିଛି ହେଲା 10 10 ମାନେ ଏଇଟା 100 ହେଲା 100 ହେଲେ ଏଇଟା ମିଶେଇ ଦିଅ ତାମାନେ ଏଇଟା ମିଶ୍ରଣ କଲେ କେତେ ହବ 1000 ହେଲା 500 500 ଇଏ ଗୋଟେ 600 ହେଇଯିବ ଏଇଟା କେତେ ହେଇଯିବ 600 1670 1670 ଏଇଠି ଲିଖିଦବ 1670 କରିଦେଉଛି ଆଉ ଟିକେ 1670 ହେଲା 1670 1 6 1 7 ହେଲା ଏମିତି କରିଦେବ ନିଶ୍ଚୟ ହେଲା। ତାପରେ ଦେଖ ଦୁଇ ରକମ ସଂଖ୍ୟା ଦୁଇଟି ମଧ୍ୟରୁ ବୃହତ୍ତର ସଂଖ୍ୟାରେ ଗୋଲ ବୁଲା ଏ ଦୁଇଟା ଭିତରୁ ବୃହତ୍ତର କେମିତି ଜାଣିବ ଦେଖ ଏଠି ଏକକ ଦଶକ ଏପଟେ ଦେଖୁଥିବ ଏଠି ଏକକ ଦଶକ ଶତକ ତିନିଟା ଯାହାର ଜାଗା ସ୍ଥାନୀୟ ମାନ ବଢିଲା ସିଏ ବଢ ତାମାନେ ଇଏ ବଢ ହେଲା ଗୋଲ ବୁଲେଇଲା ଏଠି ସେମିତି ଦେଖ ଏଠି ତିନିଟା ଅଙ୍କ ଅଛି ଅଙ୍କ ଗଣିତ ଏଠି ଚାରିଟା ଅଛି ଯିଏ ଯାହାର ଅଙ୍କ ସଂଖ୍ୟା ଅଧିକ ସିଏ ବଡ ହେଲା। ତାପରେ ଏ ଦୁଇଟା ଭିତରେ ଦେଖ ଅଙ୍କ ଚାରିଟାକୁ ଚାରିଟା ସମାନ ଅଛି ତାମାନେ ଏକ ଘର ଦେଖିବ ଫାଷ୍ଟ ଇଏ ବଡ ଫାଷ୍ଟ 1000 ଘର ଆଡେ ଦେଖ ଏଠି 6 ଅଛି ଏଠି 3 ଅଛି ତାମାନେ ଇଏ ବଡ ହେଲା 1000 ସ୍ଥାନ ଆର ବଡ ଅଛି ତେଣୁକରି ଇଏ ବଡ। ତାପରେ ଦୁଇ ରଖ ସଂଖ୍ୟା ଦୁଇଟି ମଧ୍ୟରୁ କ୍ଷୁଦ୍ରତର ସଂଖ୍ୟାର ଗଣନା କ୍ଷୁଦ୍ରତର ମାନେ ଛୋଟ ଛୋଟ ସଂଖ୍ୟା କିଏ 2 1 2 1 ମାନେ 2 ହେଲା 2 1 ମାନେ 2 200 ମାନେ 200 ହେଲା ତାମାନେ କିଏ କିଏ ବଡ ହେଲା ଇଏ ବଡ ହେଲା 200 ବଡ ସାନ କହିଛି ସାନରେ ଗୋଲ ବୁଲିବାକୁ କହିଛି ତ ସାନରେ ଗୋଲ ବୁଲେଇ ଦିଅ ସାନ କୋଉଟା ସାନ ହେଲା ଏଇଟା ହେଲା ଏଟାରେ ଗୋଲ ବୁଲେଇ ଦବ ହେଲା ଏଟା ଲେଖି ଦଉଥା ଜାଣିପାରିବ। ତାପରେ ଏଟା 5 10 ମାନେ 50 ହେଲା ଏଟା 2000 ମାନେ 2 ରେ 3ଟା ଶୂନ ତାମାନେ କିଏ ବଡ ହେଲା ଇଏ ବଡ ହେଇଗଲା ସାନ 50 ତ ଏଠି ଗୋଲ ବୁଲେଇ ଦବ ଏଟା ଗୋଲ ବୁଲେଇ ଦବ 7 10 ମାନେ 70 ଏଠି ଦେଖ 400 ମାନେ 400 ତ କିଏ ବଡ ହେଲା ଇଏ ବଡ ହେଲା ଇଏ ସାନ ହେଲା ଇଏ ବଡ ହେଇଗଲା ହେଲା ତ ଏଠି ଗୋଲ ବୁଲେଇ ଦବ। ତାପରେ ଏବେ ଦେଖ ସଂଖ୍ୟା ଗୁଡିକର ତୁଳନା ଶୁଭମ ଓ ସୋନାଲି ଦୁର୍ଗା ପୂଜା ଭୋଜିର ଭିନ୍ନ ଭିନ୍ନ ଦିନରେ ବ୍ୟବହୃତ ହେଉଥିବା ପ୍ଲେଟ ସଂଖ୍ୟାର ହିସାବ ଲେଖିଛନ୍ତି ଅଧିକ ସଂଖ୍ୟକ ପ୍ଲେଟ ବ୍ୟବହାର ହେଉଥିବା ଦିନ ହିସାବ କରିକି ଏବଂ ଚିହ୍ନ ବ୍ୟବହାର କରି କର ବା ଲେଖ। ସୋମବାର କେତେ ହେଇଛି ଦେଖ 1000 100 100 200 ହେଲା ଆଉ ଇଏ 10 10 ଇଏ 13 ହେଲା 1213 ହେଲା 1213 ହେଲା ତ ଏଇଟା କେତେ ହେଲା 1213 ହେଲା 1213 ଏଟା ସେମିତି ଦେଖ ଏଠି ଲେଖ କେତେ ହଉଛି 1000 2000 2100 ହେଲା 21 21 2 0 ଏଠି ଚିହ୍ନ ବଡ କିଏ କହିଲ 50 1200 ଏଟା ଦେଖ ଏକ ଘର 1000 ଘର ଦେଖ ଏଠି 2 ଅଛି ଏଠି 1 ଅଛି ତାମାନେ କିଏ ବଡ ତ ଇଏ ବଡ ଇଏ ଚିହ୍ନ ବଡ ହେଲା ଏ ଦୁଇଟା ଭିତରେ ଦେଖ ବୁଧବାର ଦିନ 1000 2000 3000 4000 5000 5000 ଇଏ 1 2 3 4 5 6 ଇଏ 600 5000 600 ଏଟା କେତେ 1 10 1 2 3 4 5 6 7 7 5000 607 ଏଟା କେତେ ହଉଛି 3000 3000 6000 ହେଲା 100 କେତେଟା 100 5ଟା 100 ମାନେ 500 ହେଲା
ତାପରେ 10 କେତେ 2 3 4 5 6 7 7 ମାନେ 70 ହେଲା। ତାମାନେ କିଏ ବଡ଼ ହେଲା? ବଡ଼ ହେଲା 5600 ନା 6000? 6 ଏଠି ଅଛି, ଏଠି 5 ଅଛି, ତାମାନେ ଇଏ ବଡ଼ ହେଲା। ଏମିତି ଚିହ୍ନ ଦେଇଦବ ହେଲା। ତାପରେ ଦେଖ ନେକ୍ସଟ, ତାପରେ ସେମିତି ଦେଖ ଶୁକ୍ରବାର ଦିନ ଦେଖ 1000 2000 3000 3000 ମାନେ 3 ଲେଖିଦିଅ। 1 2 3 4 5 6 7 8 9 9ଟା 100 ମାନେ 900 ଆଉ 1 ଦେଖ 1 କେତେଟା 3ଟା 3ଟା 6ଟା 3ଟା 9ଟା, ତାମାନେ 10 ଜାଗାରେ କିଛି ନାହିଁ, 10 ନାହିଁ ଶୂନ ପକେଇଦବ ଆଉ 9 ପକେଇଦବ। ଏଇଟା କେତେ ଦେଖ 4000, ଏଇଟା 4000 ଲେଖିଦବ ହେଲା। ତାମାନେ କିଏ ବଡ଼ ହେଲା? 3900 ବଡ଼ ନା 4000? ତ ଦେଖ ଏଠି 3 ଅଛି ଏଠି 4 ଅଛି, ତ 1000 ଘରେ ଯୋଉଟା ବଡ଼ ସେ ବଡ଼, ଇଏ ବଡ଼ ହେଲା। ଏମିତି ଲେଖିବ, ଚିହ୍ନ ବଡ଼ ହେଇଗଲା। ଚିହ୍ନ ବ୍ୟବହାର କରି ଦୁଇଟି ମଧ୍ୟରେ ତୁଳନା କରିବାକୁ କହିଛି। ଦେଖ ଏଇଟା 3012 ଅପେକ୍ଷା 3102 କାହିଁକି ବଡ଼? 3012 ଅପେକ୍ଷା କାହିଁକି ବଡ଼ ବୋଲି ସେ କହିଛି। ତ ଦେଖ ଏଠି ଦେଖ 1000 ଘରକୁ 1000 ଘର ସମାନ ରହିଲା। ଏଇଠି ଦେଖ 7 ଘର, ତାପରେ ଦେଖିବା ଯଦି ସମାନ ରହିଲା 1000 ଘର, ତାମାନେ 7 ଘରେ ଏଠି 0 ଅଛି, ଏଠି 1 ଅଛି। 7 ଘରେ ଯିଏ ବଡ଼ ସିଏ ବଡ଼, ତେଣୁକରି ଇଏ ବଡ଼ ହେଲା। କାହିଁକି? ଏତିକି ଠାରୁ ହେଲା 3102 ଠାରୁ 3012 କାହିଁକି ବଡ଼ ହେଲା? ଠାରୁ କାହିଁକି ବଡ଼? 3102 ଠାରୁ 3012 ଠୁ କାହିଁକି ବଡ଼? କିପରି ଗୋଟିଏ, ମୁଁ କହିଲି ଏବେ ତମେ କିପରି ଗୋଟିଏ ସଂଖ୍ୟା ଅନ୍ୟ ସଂଖ୍ୟାଠାରୁ ବୃହତ୍ତର ବର୍ଣ୍ଣନା କର। ଦୁଇଟି ସଂଖ୍ୟା ମଧ୍ୟରେ ତୁଳନା କରିବା। ପ୍ରଥମେ କୋଉ ସଂଖ୍ୟା ମାନଙ୍କୁ 1000 ହେଲା, ସ୍ଥାନର ମାନକୁ 1000, ତାପରେ ଶତକ, ତାପରେ 10, ତାପରେ 1000 ତୁଳନା କରିବା ଆବଶ୍ୟକ ହେଲା। ତେଣୁକରି 1000 ଆଡୁ ଦେଖିବାକୁ ଯାଉଛି ହେଲା। 1000 ଯଦି ସମାନ ହେଇଗଲା 7କୁ ଯିବା, 7 ଯଦି ସମାନ ହେଇଗଲା 10କୁ ଯିବା, ତାପରେ 1କୁ, ତାପରେ ଦେଲା ଆସ ସମାଧାନ କରିବା। ଦେଖ ନିମ୍ନରେ ଦିଆଯାଇଥିବା ସଂଖ୍ୟା ଗୁଡ଼ିକୁ ଚିହ୍ନ ଦ୍ୱାରା ଆମେ ବ୍ୟବହାର କରିକି 1000 ଶତକ ଦଶକ ସାରଣୀ ତିଆରି କରିବା ଆଉ ଶ୍ରେଣୀରେ ତୁମ ଭାବନା ପ୍ରକାଶ କରିବା। ଦେଖ ଏ ଦୁଇଟା ଭିତରେ କିଏ ବଡ଼? ଦେଖ 1000 ଘରକୁ 1000 ଘର ସମାନ ରହିଲା, ତାପରେ 7 ଘରକୁ ମୁଁ କହିଥିଲି ଦେଖିବାକୁ, 7 ଘରେ ଇଏ ବଡ଼ ମାନେ ଇଏ ବଡ଼ ହେଲା। ତାପରେ 6ଟା ଦେଖ ଏଠି 1000 ଘରରେ 7କୁ 7 ସମାନ ଅଛି, 0କୁ 0 7 ଘରେ ସମାନ ଅଛି, 10 ଘର ଦେଖିବେ, ତାପରେ 8କୁ 8 ସମାନ ଯାହା ଅଛି, 1 ଘରକୁ ଯିବ, ତାପରେ 1 ଘରେ 7 ଅଛି, ଏଠି 8 ଅଛି, କିଏ ବଡ଼ ହେଲା? ଇଏ ବଡ଼। ତାପରେ ଏଇଟା ସେମିତି ଏଠି 9 ଅଛି, ତାମାନେ ଏଇଟା ଜାଣିପାରୁଛି ଇଏ ବଡ଼ ହେଲା। ଏ ଦୁଇଟା ଭିତରେ ବଡ଼ କିଏ? 9, 3ଟାଙ୍କୁ ଅଙ୍କ ଗଣିବ, ଏଠି 3ଟା ଅଛି, ଏଠି 4ଟା ଅଛି, ତାମାନେ ଇଏ ବଡ଼ ହେଲା, ଅଙ୍କ ଗଣିଦେଲେ। ତାପରେ ଦେଖ 2 ନିମ୍ନରେ ଦିଆଯାଇଥିବା ଜିନିଷ ଗୁଡ଼ିକର ଦାମକୁ ସାନରୁ ବଡ଼ କ୍ରମରେ ସଜାଇବାକୁ କହିଛି। ସାନରୁ ବଡ଼ ହେଲା। ତ ସାନ ଫାଷ୍ଟ କୋଉଟା ଦେଖ 1 9, ସବୁଠୁ ସାନ କୋଉଟା ହେଲା 1 0 9 9, 1 0 9 9 ସବୁଠୁ ସାନ ହେଲା। ତାପରେ କୋଉଟା ସାନ 1 8 9 9, ତାପରେ 1 9 8 6, ଏମିତି ସାନ ବଡ଼ ସଜାଇଦେବ ହେଲା। ଜାଣିପାରୁଛ? ନେକ୍ସଟ ଦେଖିବା ନିମ୍ନଲିଖିତ ଅନ୍ତର୍ଜାତୀୟ ମହିଳା କ୍ରିକେଟର ମାନେ 200ଟି ଏକ ଦିବସୀୟ ମ୍ୟାଚ୍ ଖେଳିଛନ୍ତି। ନିମ୍ନ ତାଲିକାରେ ସେମାନଙ୍କର ସଂଗୃହୀତ ରନ୍ ଲେଖାଯାଇଛି। ସାନରୁ ବଡ଼ କ୍ରମରେ ସେମାନଙ୍କ ଦ୍ୱାରା ସଂଗୃହୀତ ହୋଇଥିବା ରନ୍କୁ ସଜାଡ଼ି ଲେଖିବାକୁ ଅଛି ହେଲା। ଦେଖ ସାନରୁ ବଡ଼ ସଜାଇବାକୁ ଅଛି। ସାନ ଫାଷ୍ଟ କୋଉଟା ଦେଖ, ସବୁଠୁ ସାନ ଦେଖ 1000 ଘର ଯାହା ଦେଖ, ସବୁଠୁ ସାନ କିଏ? 1 ଅଛି, ତାମାନେ କାର 1 କାର ନାଁ ଲେଖିବାକୁ ଅଛି। ନିମ୍ନ ତାଲିକା ସଂଗୃହୀତ ହେଇଛି, ସେମାନଙ୍କର ସାନରୁ ବଡ଼ କ୍ରମରେ ସେମାନଙ୍କ ଦ୍ୱାରା ସଂଗୃହୀତ ହୋଇଥିବା ରନ୍କୁ ସଜାଡ଼ି ଲେଖ। ଫାଷ୍ଟ କାର ତ୍ରିକୋଣ ଗୋସ୍ୱାମୀର, ତାପରେ ତାର ଅଛି ଦେଖ 1000 ଘର, ଏଠି 2 ଅଛି, ତାମାନେ 2300, କାର 2300ଟା ହେଉଛି ଦୀପ୍ତି ଶର୍ମା। ତାପରେ ଟିକେ ବଡ଼ କିଏ 3 9 4 3, ଏଟା କାର ହେଲା ହରମନପ୍ରୀତ କୌର। ତାପରେ 3 ପରେ ଆସିବ କିଏ 4, ତାମାନେ ଆସିବ 4 4 7 3 ହେଲା। କାର ଏଟା ସ୍ମୃତି ମାନ୍ଧାନା। ତାପରେ ଆସିବ 7000 ହେଲା ମିତାଲ ରାଜର ହେଲା, 7805, ଏମିତି ସଜାଇ ଦବ ହେଲା। ବୁଝିବା। ଏବେ ଦେଖ 4ଟା ଦେଲା ନିମ୍ନରେ ଦିଆଯାଇଥିବା ବିଭିନ୍ନ ପାହାଡ଼ର ଉଚ୍ଚତାକୁ ବଡ଼ରୁ ସାନ କ୍ରମରେ ସଜାଇବାକୁ କହିଛି। ବଡ଼ରୁ ସାନ ଦେଖ ଫାଷ୍ଟ କୋଉଟା ଆସିବ ବଡ଼ କୋଉଟା ଆସିବ ଦେଖ, ବଡ଼ରୁ ସାନ ମାନେ ସବୁଠୁ ଅଧିକ କୋଉଟା 1 ଘର ଦେଖ, 1000 ଘର ଦେଖ 8, ଏଠି ବି 8 ଅଛି, 2ଟା 8 ଅଛି, ତାମାନେ 7 ଘରକୁ ଯିବ, ଏଟା 5 ଅଛି, ଏଠି 6 ଅଛି, ତାମାନେ 8000 ହେଲା। 611 ବଡ଼ ହେଲା, ସବୁଠୁ ବଡ଼ ହେଲା କିଏ କାର ଏଟା K2 ଗଡ଼ବିନ୍ଦର ହେଲା। ତାପରେ କିଏ 8500
180 ଏଟା କାର ହେଲା କାଞ୍ଚନଜଙ୍ଗା। ତାପରେ 8 8 ସରିଲା। ତାପରେ 7 ଅଛି 7 ବଡ଼ ହବ ହେଲା। ତାମାନେ 7 8 1 6 ବଡ଼ ହବ। ତାପରେ କିଏ ବଡ଼ ହବ ଏଟା କାର ନା ନନ୍ଦା ଦେବୀ। ତାପରେ 7 ପରେ ଆଉ ରହିଲା 1 1 ଦେଖ ଏଇଠି 1 ଏଇଠି ହେଲେ 1 ସମାନ ଅଛି। ତ ଏଇଠି 5 ଅଛି ଏଇଠି 6 ଅଛି ତାମାନେ ଇଏ ବଡ଼ ହେଲା ଦେଓମାଳି ବଡ଼ ହେଲା। ତାମାନେ 1 6 7 2 ବଡ଼ ହବ। ତାପରେ ଆସିବ ତମର ସବୁଠୁ ଛୋଟ ହବ କିଏ ନା ନିୟମଗିରି ହେଲା। 1 5 1 6 ହେଲା ଏଟା ହବ ତାର କ୍ରମ ହେଲା ସାନ ବଡ଼ରୁ ସାନ ଏଟା। ତାପରେ ଦେଖ 5 ନମ୍ବର ଚିହ୍ନ ଦ୍ୱାରା ବ୍ୟବହାର କରିକି ତୁଳନା କରିବା। 2 10 4,300 ହେଲା ଏଟାକୁ ତୁଳନ କରିବା। 2 10 4,000 କିଏ ଦେଖ 2 10 4,000 1000 ମାନେ ଏଟା ଲେଖିଦିଅ ଫାଷ୍ଟ 4,000 ହେଲା ପ୍ଲସ୍ 2 10 ମାନେ 20 ପ୍ଲସ୍ 300 300 ମାନେ 300 ହେଲା ଟିକେ ଲେଖିଦେଉଛି 300 ହେଲା ପ୍ଲସ୍ 20 2 10 ମାନେ 20 ଏଟା ସଜେଇକି ଲେଖିବ ଫାଷ୍ଟ ହେଲା। ତାପରେ ମାନେ ଏଇଟା କେତେ ଆସିବ 4,320 4,320 ତ କିଏ ବଡ଼ ହେଲା ଇଏ ବଡ଼ ହେଲା ଇଆଡ଼େ ଚିହ୍ନ ଦେବ 2 10 4,000 ଏଟା 4,000 ହେଲା ଆର ତଳେ 4,000 ପ୍ଲସ୍ 300 ମାନେ 300 ପ୍ଲସ୍ 2 10 ମାନେ 20 ହେଲା ଏଟା ହେବ 4,320 ତାମାନେ ଏଟା କିଏ ବଡ଼ ହବ 4,320 4,320 ସମାନ ପର୍ଯ୍ୟାୟ ସମାନ ହେଇଗଲା ତେଣୁକରି ସମାନ ଚିହ୍ନ ଦେଇଦେବ। ତାପରେ 2,000 ପ୍ଲସ୍ 900 ବୋଲେ 900 ପ୍ଲସ୍ 9 10 ମାନେ 90 ପ୍ଲସ୍ 9 ତାମାନେ କେତେ ହେଇଯିବ ଏଟା 2,999 ହେଲା। ତାମାନେ ଏଟା କିଏ ବଡ଼ ହେଲା ଇଏ ବଡ଼ ହେଇଗଲା ତେଣୁକରି ଇଆଡ଼େ ଚିହ୍ନ ଦେଇଦେବ ହେଲା। ତାପରେ ଏଇଟା ଦେଖ 9 10 300 ହେଲା ଇଆଡ଼େ ଲେଖିଦେବ ପ୍ଲସ୍ 9 10 9 10 ମାନେ 90 ପ୍ଲସ୍ 15 1 ମାନେ 15 ତ ଏଇଟା କେତେ ହେଇଯିବ 300 90 1 100 ହେଲା ମାନେ 100 400 ହେଲା 5 400 ଏଟା 5 400 5 ଏଟା ହେଉଛି 1500 ହେଲା 94 ତାମାନେ ଇଏ ବଡ଼ ହବ ହେଲା। ତାପରେ ଏଇ ଦୁଇଟା ଦେଖ 5,000 ଏଟା କରିଦିଅ ଏଟା ତ ଦେଇଦେଇଛି 5,000 300 5,000 30 4 34 ମାନେ 5 3 4 ତ 5 3 4 ଏଟା ବି ସମାନ ହେଲା। ତାପରେ ଏଇଟା ଦେଖ 5,300 ହେଲା 5,304 ହେଲା ତାମାନେ ଏଟା କିଏ 5,340 ତାମାନେ ଇଏ ବଡ଼ ହେଲା ଏମିତି କରିବ ହେଲା। ତାପରେ ଦେଖ 6ଟା ଖାଲି ସ୍ଥାନ ଗୁଡ଼ିକରେ 0 ରୁ 9 ପର୍ଯ୍ୟନ୍ତ ଗୋଟିଏ ଅଙ୍କ ଲେଖ ଯେପରିକି ସଂଖ୍ୟା ଗୁଡ଼ିକ ନିମ୍ନ ସର୍ତ୍ତ ପୂରଣ କରିବ ହେଲା। ତ ଦେଖ 0 ରୁ 9 ମଧ୍ୟରୁ ଗୋଟେ ଅଙ୍କ ଲେଖିବାକୁ କହିছে ଗୋଟିଏ ଅଙ୍କ ଲେଖିବ ଯେପରିକି ସଂଖ୍ୟା ଗୁଡ଼ିକର ନିମ୍ନ ସର୍ତ୍ତ ପୂରଣ କରିବ। ଆଚ୍ଛା ଦେଖ ଏଠି ଆମେ ଏମିତି ଲେଖିବା ସଂଖ୍ୟା ଯେ ଇଏ 8 ବଡ଼ ହବ ହେଲା। ତ ଦେଖ 7 5 ହେଲା 7 5 3 3 ତ ଇଏ 8 7 5 8 0 କରିଦେଲି ମନେକର ତ ଇଏ ବଡ଼ ହେଇଗଲା ହେଲା। ତାପରେ ଏଠି ଯେକୌଣସି ସଂଖ୍ୟା ତମେ ନେଇପାରିବ 8 5 3 ହେଲା ଏଠି 8 4 3 1 ହେଲା ଏଠି 4 ଏବେ ଦେଖ 10,000 ଘରୁ 1000 ଘର ସମାନ ହେଲା ଏଠି 5 ଅଛି ଏଠି 4 ଅଛି ନା ଏଟା କ'ଣ କରିଦେବ ଏଟା 6 କରିଦିଅ 6 କରିଦେଲେ ହେଇଗଲା ବଡ଼ ହେଇଗଲା ହେଲା 8 6 3 1। ତାପରେ ଏଇଟା ଦେଖ ବଡ଼ କରିବାର ଅଛି ଏଟା ହିଁ ବଡ଼ କରିବାର ଅଛି 5 0 2 5 କରିଦେଲି ଏଟା 4 2 0 1 ହେଇଗଲା ବଡ଼ ଇଏ ହେଇଗଲା ହେଲା ଏମିତି କରିଦେବ। ତାପରେ ତମକୁ ଦେଲା ତୁମ ପାଇଁ ଏକ ଆହ୍ୱାନମୂଳକ କାର୍ଯ୍ୟ 700 ଓ 800 ମଧ୍ୟରେ 700 ଓ 800କୁ ବାଦ ଦେଇକରି 700 ଓ 800କୁ ଛାଡ଼ି ଦେଇକରି 19ଟି ସଂଖ୍ୟା ଅଛି। ସେହିପରି 7,000 ରୁ 8,000 ମଧ୍ୟରେ 7,000 ଓ 8,000କୁ ବାଦ ଦେଲେ କେତୋଟି ସଂଖ୍ୟା ଅଛି ସେ ଆମକୁ ପଚାରିଛି। ଠିକ ଉତ୍ତରରେ ଗୋଲ ବୁଲା ଭିତରୁ ଠିକ ଉତ୍ତରରେ ଗୋଲ ବୁଲା। ତ ଏଇଠି ଯେମିତି ଆମର 19ଟା ହେଲା ହେଲା 19ଟା ଏଇଟା 919ଟା ହେଲା ଏଇଟା ହେବ ଉତ୍ତର ହେଲା। ତାପରେ ଦେଇଛି ଆସ ଖୋଜିବା ହେଲା କ'ଣ ଦେଇଛି ନା 2 3 4 7କୁ ବ୍ୟବହାର କରି ଯେତେ ସମ୍ଭବ 4 ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର। ଅଙ୍କ ଗୁଡ଼ିକର ପୁନରାବୃତ୍ତି ନ କରିକିରି ଏଥିରେ ମାନେ ପୁଣି ଥରେ ଡବଲ ହବନି ଏଥିରେ 24ଟି ଭିନ୍ନ ଭିନ୍ନ ସଂଖ୍ୟା ସମ୍ଭବ
ତୁମେ ଯେତେ ପାରୁଛ ସେତେ ସଂଖ୍ୟା ତିଆରି କରିକି ସେଗୁଡ଼ିକ ତୁମ ଖାତାରେ ବଡ଼ରୁ ସାନ କ୍ରମରେ ଲେଖିବ ବୋଲି ସେ କହିଛି। ଦେଖ କେମିତି କରିବ ଏଇଟା। ତ ଏଇଟା ଏମିତି କ'ଣ କରିବ, ସାନରୁ ବଡ଼ କ୍ରମରେ ଏମିତି ସଜେଇକି ତମେ ଲେଖିଦବ ହେଲା। 1 ନମ୍ବରଟା ବୁଝିଲେ। ତାପରେ 2 ନମ୍ବରକୁ ଯିବା। 2 ନମ୍ବର ପ୍ରଶ୍ନ ତମକୁ ଦେଲା, ତୁମ ସାଙ୍ଗ ତିଆରି କରିଥିବା ସଂଖ୍ୟା ସହ ତୁମର ତାଲିକାକୁ ତୁଳନା କର। ତୁମେ ଲେଖିନଥିବା ଅନ୍ୟ କେଉଁ ସଂଖ୍ୟା ତୁମ ସାଙ୍ଗ ଲେଖିଛି, ଏହା ଲକ୍ଷ୍ୟ କର ଯେ ତୁମେ ସମସ୍ତେ ମିଶି 24ଟି ସଂଖ୍ୟା ତିଆରି କରିପାରିବ। ତୁମେ କିପରି ଜାଣିଲ ଯେ ତୁମେ ସର୍ବାଧିକ ଏତିକି ସଂଖ୍ୟକ ସଂଖ୍ୟା ତିଆରି କରିପାରିବ? ଦେଖ, ତ ଏ 2 ନମ୍ବରଟାରେ ତମେ ଦେଖିବ ଆଉ ଆଠାରୁ ଅଧିକ ହେଲା, ଆଉ ଅଧିକ ହେଲା ସଂଖ୍ୟା ହେଲା ତିଆରି କରିହେବ ନାହିଁ ହେଲା, ଏତିକି ବୁଝିଲି ହେଲା। ଆଶା କରୁଛି ଭିଡ଼ିଓଟି ତୁମମାନଙ୍କୁ ବହୁତ ଭଲ ଲାଗିଥିବ। ଆଉ ଯଦି ଭଲ ଲାଗୁଛି ଅଧିକ ମାତ୍ରାରେ ଲାଇକ୍ ସେୟାର କରିବାକୁ ଅନୁରୋଧ ରହୁଛି। ଜୟ ଜଗନ୍ନାଥ।